ଆପଣଙ୍କ ପିଲା ଅବାଧ୍ୟ ହେଉଛି, ପାଠ ପଢ଼ୁନି, କିପରି ବାଟକୁ ଆସିବ? ଆପଣଙ୍କର ବ୍ୟବସାୟ ଯଦି ମାନ୍ଦା ଚାଲୁଛି, କିପରି ଭଲ ଚାଲିବ? କଲେଜ ପଢ଼ୁଆ ଝିଅମାନଙ୍କର ଭଲ ପାଇବା ବିଷୟରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କ'ଣ କହିଲେ? ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତିଶ୍ଚାରଣଂ ପ୍ରବୁଧଂ ଲୋକ ଜୀବନ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଜଣେ ଯୁବକ ଥିଲା, 19-20 ବର୍ଷ ବୟସ ହେବ। ସେ ପାଠପଢ଼ା ଭଲ କରେନି କି ଅନ୍ୟ କିଛି କାର୍ଯ୍ୟ କରେନି। ସେ ପିଲାର ବାପା ମା ଯାଇ ଆଚାର୍ଯ୍ୟ ଦେବଙ୍କ ପାଖରେ ଅଭିଯୋଗ କଲେ। ଆଚାର୍ଯ୍ୟ ଦେବ ପିଲାଟି ଆଡ଼କୁ ଚାହିଁ କହିଲେ, ମୋର ମନେ ହୁଏ ଏହିସବୁ ମା ବାପାଙ୍କର ଦୋଷ। ତାକୁ ଛୋଟବେଳୁ କେହି କିଛି କାମରେ ଲଗେଇ ନାହାନ୍ତି। ପିଲାକୁ ଛୋଟବେଳୁ ହିଁ କିଛି କିଛି କାମରେ ବ୍ୟସ୍ତ ରଖିବା ଉଚିତ। ଯେମିତିକି ରୋଷେଇ କରୁ କରୁ ମା ତାକୁ କିଛି ପରିବା ଆଣିବାକୁ କହିବା, କିମ୍ବା ପରିବା ଧୋଇବାକୁ କହିବା, କିମ୍ବା ଯଦି ତାର ବାପା ତାଙ୍କ କାର୍ଯ୍ୟସ୍ଥଳୀରୁ ଘରକୁ ଫେରିବା ପରେ ତାଙ୍କ ପାଦ ଧୋଇବାକୁ ପାଣି ଦେବା, ଘରେ ପ୍ରାର୍ଥନା ପରେ ବାପାଙ୍କୁ ଯାଇ ପ୍ରଣାମ କରିବା। ପୁଣି ବାପା କହିବା କଥା ଯେ ମାଙ୍କୁ ପ୍ରଣାମ କରିବା ମଧ୍ୟ ଆବଶ୍ୟକ। ଏହିପରି ପିଲାକୁ ଛୋଟବେଳୁ ଲେଖାପଢ଼ା ସହିତ ଶ୍ରଦ୍ଧା ଓ ଭକ୍ତିର ମଧ୍ୟ ଶିକ୍ଷା ଦେବାକୁ ହୁଏ। ଯେଉଁ ପିଲାମାନେ ବାପା ମାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଭାବନା ରଖିଥାନ୍ତି, ସେମାନେ ହିଁ ଭବିଷ୍ୟତରେ ଇଷ୍ଟପରାୟଣ ହୋଇଥାନ୍ତି। ଭବିଷ୍ୟତରେ ଅନେକ ବଡ଼ ବଡ଼ କାର୍ଯ୍ୟ କରିବାର କ୍ଷମତା ଅର୍ଜନ କରିଥାନ୍ତି ଓ ବାପା ମାଙ୍କ ନାମ ଉଜ୍ଜଳ କରନ୍ତି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସରଳ ଭାବରେ ବୁଝାଇବାକୁ ଗୋଟିଏ ଉଦାହରଣ ଦେଇ କହିଲେ, ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ନେଇ ଶିକ୍ଷକ ଓ ଅଭିଭାବକମାନେ ବସି ଆଲୋଚନା କରିଥାନ୍ତି। ପାଠପଢ଼ାକୁ କିପରି ନୂଆ ଶୈଳୀରେ ପ୍ରସ୍ତୁତ କରାଯାଇପାରିବ, କିପରି ପିଲାମାନେ ପାଠ ପଢ଼ିବାକୁ ଆକର୍ଷିତ ହେବେ, ଏହିସବୁ ବିଷୟ ନେଇ ଚର୍ଚ୍ଚା ଚାଲିଥାଏ। ପିଲାମାନଙ୍କର ଭବିଷ୍ୟତକୁ କିପରି ସୁରକ୍ଷିତ କରାଯାଇପାରିବ, ସେ ନେଇ ଆଲୋଚନା ଆରମ୍ଭ ହେଲା। ଜଣେ ଅଭିଭାବକ ନିଜର ବକ୍ତବ୍ୟ ରଖିଲେ। ସେ କହିଲେ, ମୋର ପୁଅ ମଧ୍ୟ ଏହି ସ୍କୁଲରେ ପଢ଼େ। ସେ ଆଗରୁ ବହୁତ ଦୁଷ୍ଟ ଥିଲା। ପାଠପଢ଼ାରେ ତାର ଆଦୌ ମନ ଲାଗୁନଥିଲା। ଏସବୁ ନେଇ ମୁଁ ଆଉ ମୋର ପରିବାର ଲୋକ ସବୁବେଳେ ଚିନ୍ତାରେ ରହୁଥିଲୁ। ସମୟକ୍ରମେ ଆମେ ସବୁ ପରିବାର ଲୋକ ଶ୍ରୀ ଶ୍ରୀ ଠାକୁରଙ୍କର ସତନାମ ଦୀକ୍ଷାରେ ଦୀକ୍ଷିତ ହେଲୁ। ଦୀକ୍ଷା ନେବାର କିଛି ସମୟ ପରେ ମୋର ପିଲା ମଧ୍ୟରେ ଏକ ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ୟ କରିଛି। ଯେଉଁ ପିଲା ମଧ୍ୟାହ୍ନରେ ଉଠୁଥିଲା, ସେ ଏବେ ଆମ ସାଙ୍ଗରେ ଭୋରୁ ଉଠୁଛି। ନାମ ଧ୍ୟାନର ଅଭ୍ୟାସ କରି ଇଷ୍ଟଭୃତି କରିଛି। ଇଷ୍ଟଭୃତି କରିସାରିବା ପରେ ସେ ପାଣି ପିଏ, ତାପରେ ଯାଇ କିଛି ଖାଏ। ଯେଉଁ ପିଲା ପାଠ ପଢ଼ିବାର ନାଁ ଧରୁନଥିଲା, ଏବେ ଆଉ ତାକୁ ପାଠ ପଢ଼ିବାକୁ କହିବାକୁ ପଡ଼ୁନି। ସେ ନିଜେ ନିଜେ ବସି ପଢ଼ାପଢ଼ି କରୁଛି। ନିଜ କରଣୀୟ କାମ ନିଜେ କରୁଛି। ସତରେ ଶ୍ରୀ ଶ୍ରୀ ଠାକୁରଙ୍କର ସତନାମ ମନ୍ତ୍ରର ଏକ ବିଶେଷ ଶକ୍ତି ଓ ପ୍ରଭାବ ଅଛି। ସେ ମା ଜଣଙ୍କର କଥା ଶୁଣି ଅନ୍ୟ ଅଭିଭାବକମାନେ ନିଜ ନିଜ ପିଲାମାନଙ୍କୁ ମଧ୍ୟ ସତନାମ ଦୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କଲେ। ଥରେ କଲେଜରେ ପଢ଼ୁଥିବା 2 ଜଣ ବାଳିକା ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପାଖରେ ପ୍ରଣାମ ନିବେଦନ କଲେ। ତାଙ୍କୁ ଦେଖି ଆଚାର୍ଯ୍ୟ ଦେବ କହିଲେ, ଦେଖାଶୁଣାରେ ତୁମେମାନେ ତ ଉଚ୍ଚକୋଟୀର ଜଣାପଡ଼ୁଛ। ପଢ଼ାପଢ଼ି ମଧ୍ୟ ଭଲ କରୁଥିବ। କେବେ କେଉଁ ପିଲା ଯଦି ତୁମକୁ ଆଇ ଲଭ୍ ୟୁ କହେ, ତାକୁ ଟିକେ ହେଲେ ବି ଆଡ଼ ଦୃଷ୍ଟିରେ ଦେଖିବ ନାହିଁ। ତୁମେ ନିଜର ବ୍ୟକ୍ତିତ୍ୱ ନେଇକି ଆଗକୁ ବଢ଼ି ଚାଲିବ। ନିଜର ପସନ୍ଦର ଯୋଗ୍ୟତା ସମ୍ପନ୍ନ ପିଲା ଯାହା ସହିତ ବିବାହ ଚାଲିପାରିବ, ସେହିପରି ପିଲା ସହିତ ବିବାହ କରିବା ହିଁ ଉଚିତ। ମୁଁ ତୁମକୁ ଲେଖାପଢ଼ା ଶିଖି ଚାକିରି କରିବାକୁ ବାଧ୍ୟ କରୁନାହିଁ। ଲେଖାପଢ଼ା ଶିଖିଥିଲେ ଭବିଷ୍ୟତରେ ନିଜ ପିଲାକୁ ଭଲ ଶିକ୍ଷା ଦେଇପାରିବ। ଭବିଷ୍ୟତରେ ସ୍ୱାମୀର ଯଦି କିଛି ହୋଇଯାଏ, କିମ୍ବା ସେ ଉପାର୍ଜନ କରିବାକୁ ଅକ୍ଷମ ହୋଇପଡ଼ନ୍ତି, ସେହି ସମୟରେ ସଂସାରକୁ ଯେପରି ସମ୍ଭାଳି ପାର। ଜଣେ ମା ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପାଖରେ ଜଣାଇଲେ କି, ମୁଁ ଭୋରୁ ଭୋରୁ ଉଠିପାରୁନି। ଭୋରୁ ଉଠିବାର କିଛି ଉପାୟ ଦିଅନ୍ତୁ। ଆଚାର୍ଯ୍ୟ ଦେବ ହସି ହସି କହିଲେ, ଏହି ବିଷୟରେ ଯିଏ ଆପଣଙ୍କୁ ସାହାଯ୍ୟ କରିପାରିବେ
ମୁଁ ଆପଣଙ୍କୁ ତାଙ୍କ ପାଖକୁ ପଠାଉଛି। ଆଚାର୍ଯ୍ୟ ଦେବ ସେ ମହିଳା ଜଣଙ୍କୁ ଆଶ୍ରମରେ ଜଣେ ମାଆଙ୍କ ପାଖକୁ ପଠାଇଲେ ଆଉ କହିଲେ 11ଟା ପୂର୍ବରୁ ଯିବେ ନାହିଁ। ପରେ ଜଣାଗଲା ଯେ ଆଚାର୍ଯ୍ୟ ଦେବ ସେ ମହିଳା ଜଣକୁ ଯେଉଁ ମାଆଙ୍କ ପାଖକୁ ପଠାଇଥିଲେ ସେ ମା ଜଣଙ୍କ ମଧ୍ୟ ଭୋରୁ ଉଠି ପାରୁନଥିଲେ। ଆଶ୍ରମରେ ରହି ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଭାବନା ରଖି ଧୀରେ ଧୀରେ ଭୋରୁ ଉଠିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ତାଙ୍କ ପାଖକୁ ଆସିଥିବା ମହିଳା ଜଣକ ଲଜ୍ଜା ବୋଧ କରି ନିଜେ ମଧ୍ୟ ଭୋରୁ ଉଠିବାକୁ ସ୍ଥିର କରି କିଛି ଦିନରେ ସେଥିରେ ସଫଳ ହେଲେ। ଡିପି ୱାର୍କ ସହିତ ଜଡ଼ିତ ଥିବା କେତେଜଣ ଯୁବକ ଆସି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ପ୍ରଣାମ ନିବେଦନ କଲେ। ସେମାନଙ୍କ ବୟସ 16ରୁ 22 ମଧ୍ୟରେ ହେବ। ଆଚାର୍ଯ୍ୟ ଦେବ ସ୍ନେହଭରା କଣ୍ଠରେ କହିଲେ, ପଢ଼ାପଢ଼ି ଆଉ ନିଜ ନିତ୍ୟକର୍ମ ସାରିବା ପରେ ଯଦି ତୁମମାନଙ୍କ ପାଖେ କିଛି ସମୟ ବଞ୍ଚିବ ତେବେ ସେହି ସମୟ ଠାକୁରଙ୍କୁ ଦେବ। ଛୁଟି ଦିନମାନଙ୍କରେ ଦଳ ବାନ୍ଧି ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ଗୁରୁଭାଇମାନଙ୍କୁ ଦେଖା କରିବ। ନିଜ ନିଜ ମଧ୍ୟରେ ଯୋଗାଯୋଗ ରଖିବ। ଦୀକ୍ଷିତ ଅଦୀକ୍ଷିତ ସମସ୍ତଙ୍କର ଖବର ନେବ। ସେହି ପରିବେଶରେ ଯେ କେହି ବି ଅସୁବିଧାରେ ଥିବ ତାଙ୍କ ପାଖରେ ଯାଇ ଛିଡ଼ା ହେବ। ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବ। ଏହିପରି ବାହାରକୁ ଯାଇ ସବୁ ଅଞ୍ଚଳରେ ବୁଲାବୁଲି କଲେ ଦେଖିବ ଧୀରେ ଧୀରେ ସବୁ ଅଞ୍ଚଳରେ କିଛି ପରିବର୍ତ୍ତନ ଦେଖାଦେବ। ଯଦି କାହା ସହ କେବେ କିଛି ମତାନ୍ତର ହେବ ତେବେ ସେହି ସମୟରେ କଥାବାର୍ତ୍ତା କରି ତାର ସମାଧାନ କରିନେବ। ମ୍ୟାନେଜମେଣ୍ଟ ଜଣାଥିଲେ ଯେକୌଣସି ବିପରୀତ ପରିସ୍ଥିତିକୁ ଅନୁକୂଳ କରାଯାଇପାରେ। ସମସ୍ତଙ୍କର ସହିତ ବିନମ୍ର ବ୍ୟବହାର କରିବ ଆଉ ସବୁ ସମୟରେ ପଜିଟିଭ୍ ଥିବ ଆଉ ସେହି ଭାବ ସମସ୍ତଙ୍କ ମଧ୍ୟରେ ବାଣ୍ଟିବ। କେବେ ବି ନେଗେଟିଭିଟିକୁ ନିଜ ମଧ୍ୟରେ ପ୍ରଶୟ ଦେବ ନାହିଁ। କେବେ ବି ଭୟ କରିବା ନାହିଁ। ସବୁ ସମୟରେ ମନକୁ ଠାକୁରଙ୍କ ଠାରେ ଯୁକ୍ତ ରଖିବ। ଯଦି ଠାକୁରଙ୍କର କାର୍ଯ୍ୟ କରିବାକୁ ଚାହଁ ତାହେଲେ ମିଜାଜଟା ଠିକ୍ ରଖିବା ଦରକାର। ଅନ୍ୟ କେତେଜଣ ଯୁବକଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ରାଖାଲ ନାମକ ଜଣେ ବ୍ୟକ୍ତି ସବୁବେଳେ ଗୋରୁପଲଙ୍କୁ ଚରାଇବାକୁ ଯାଏ। ସବୁବେଳେ ତା ହାତରେ ଲାଠି ଖଣ୍ଡେ ଥାଏ। ଯଦି କୌଣସି ଗୋରୁ ଦଳ ଛାଡ଼ି ଏପଟକୁ ସେପଟକୁ ପଳେଇଯାଏ ତାହେଲେ ତାର ସେଇ ଲାଠି ସାହାଯ୍ୟରେ ତାକୁ ଦଳ ମଧ୍ୟକୁ ଅଡ଼େଇ ନେଇ ଆସେ। ଆମେ ଆମ ଆଚରଣରେ ଠାକୁରଙ୍କୁ ରକ୍ଷା କରିବା ଦରକାର। ତାଙ୍କୁ ଯଦି ଆମେ ଆମର ଆଚରଣ ଦ୍ୱାରା ଜାଗ୍ରତ କରି ରଖିପାରିବା ତେବେ ଆମେ ନିଜେ ଠିକ୍ ଭାବରେ ଚଳିପାରିବା ଆଉ ଅନ୍ୟ 5 ଜଣଙ୍କୁ ମଧ୍ୟ ଠିକ୍ ଭାବରେ ଚଳାଇ ପାରିବା। ଦୀକ୍ଷାପତ୍ର କାର୍ଯ୍ୟ ହେଉଛି ରାଖାଲର କାର୍ଯ୍ୟ। ଯିଏ ଦଳ ଛଡ଼ା ହୋଇପଡ଼ିଛି ତାଙ୍କୁ ଘଉଡ଼େଇ ଆଣି ଦଳରେ ସାମିଲ କରିବା। ସେହିପରି ଯିଏ ଦୀକ୍ଷା ଛାଡ଼ିଦିଏ ଠାକୁର କାହାର ମାଧ୍ୟମରେ ତାକୁ ଘଉଡ଼ାଇ ଆଣନ୍ତି। ଜଣେ ମଧ୍ୟବିତ୍ତ ପରିବାରର ଗୃହସ୍ଥ। ତାଙ୍କର ବ୍ୟବସାୟ ଖୁବ୍ ଭଲରେ ଚାଲୁଥିଲା, କିନ୍ତୁ ଲକଡାଉନ ପରଠାରୁ ଖୁବ୍ ମାନ୍ଦା ଚାଲୁଛି। ପୂର୍ବ ପରି ଆଉ ଚାଲୁନି ବ୍ୟବସାୟଟା। ବର୍ତ୍ତମାନ କିନ୍ତୁ ସଂସାରର ବ୍ୟୟ ବଢ଼ିଗଲାଣି, ତେଣୁ ଚଳିବାଟା ଖୁବ୍ କଷ୍ଟକର ହୋଇପଡ଼ୁଛି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ମନୁଷ୍ୟର ଆଚାର ଅଭ୍ୟାସର ପରିବର୍ତ୍ତନ ଘଟିଛି। ମନୁଷ୍ୟର ପ୍ରୟୋଜନ ପୂରଣର ସଙ୍ଗତି ରଖି ବ୍ୟବସାୟ ସାମଗ୍ରୀର ପରିବର୍ତ୍ତନ ଦରକାର। ଆଗକାଳରେ ଗ୍ରାମାଞ୍ଚଳରେ କିରୋସିନର ଚାହିଦା ଅପରିହାର୍ଯ୍ୟ ଥିଲା, କିନ୍ତୁ ଏବେ ବିଦ୍ୟୁତ୍ ସରବରାହ ଯୋଗୁଁ ଆଉ ତାର ଦରକାର ହେଉନି। ତେଣୁ କିରୋସିନ ଡିଲରକୁ ତାର ବ୍ୟବସାୟ ସାମଗ୍ରୀ ପରିବର୍ତ୍ତନ କରିବାକୁ ହେବ। କିରୋସିନ ବିକ୍ରିକୁ ମୁଖ୍ୟ ନ କରି ଅନ୍ୟାନ୍ୟ ପ୍ରୟୋଜନୀୟ ସାମଗ୍ରୀକୁ ମୁଖ୍ୟ ରଖି ତା ସହିତ କିରୋସିନ ବିକ୍ରି କରିବା ଦରକାର। ଯିଏ ବ୍ୟବସାୟୀ ସେ ସେବା ଦେବାର ଉଦ୍ଦେଶ୍ୟ ନେଇ ବ୍ୟବସାୟ କରିବା ଉଚିତ। ମନୁଷ୍ୟର ପ୍ରୟୋଜନକୁ ବୁଝି ବ୍ୟବସାୟ ସାମଗ୍ରୀ ପରିବର୍ତ୍ତନ କରିବାକୁ ହୁଏ। କେଉଁ ଜିନିଷଟି ମନୁଷ୍ୟର ବେଶୀ ପ୍ରୟୋଜନ, କିପରି ଭାବରେ ସରବରାହ କଲେ ଲୋକଙ୍କର ଉପକାର ହେବ, ଫାଇଦା ପୂରଣ ହେବ, ସେ ଦିଗରେ ଲକ୍ଷ୍ୟ ରଖି ବ୍ୟବସାୟ କରିବା ଭଲ। ତା ନ କରି ନିଜର ଖିଆଲ ମତେ ବ୍ୟବସାୟ କଲେ ତା ଦ୍ୱାରା ଲୋକମାନେ ଠିକ୍ ଭାବରେ ଉପକୃତ ହୋଇପାରନ୍ତି ନାହିଁ। ଏହିପରି ଆମ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ଖୁବ୍ ସହଜ ଆଉ ସରଳ ଭାବରେ
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କିପରି ସମାଧାନ କରୁଛନ୍ତି ତାର କିଛିଟା ଉଦାହରଣ ଆମେ ଏହି ଆଲୋଚନାରୁ ଶୁଣିଲେ। ଆଲୋଚନାଟି ଏଇଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।